ସଡନ୍ ଏମିତି ମୋ ସହିତ ଦେଖା ହେଇଯିବ ବୋଲି ମୁଁ କେବେ ଭାବିନଥିଲି। ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ। କେମିତି ଅଛନ୍ତି? ଆଶା କରୁଛି ଆପଣମାନେ ବହୁତ ହି ଭଲରେ ଥିବେ। ଆଜି ମୁଁ ପଳେଇ ଆସିଥିଲି ବାଦାମବାଡ଼ି। ବାଦାମବାଡ଼ିର ପ୍ରଥମ କାମ ଥିଲା ମୋର ପାର୍ଲରରେ, କାହିଁକିନା ମୋର ସେଠି ହେୟାର କଟ୍ କରିବାର ଥିଲା ଆଉ ଆଇବ୍ରୋ ବି ସେଭ୍ କରିବାର ଥିଲା। ଆଉ ଏଠି ମୋର ଆଇବ୍ରୋ ସେଭ୍ ବି ସରିଯାଇଛି ଆଉ ହେୟାର କଟ୍ ବି ସରିଯାଇଛି। ଦେଖନ୍ତୁ ଏଇଟା ମୋର ଫାଇନାଲ ଲୁକ୍। କେମିତି ଲାଗୁଛି ନିଶ୍ଚିନ୍ତ କମେଣ୍ଟରେ ଜଣେଇବେ। ଆଉ ତାପରେ ମୁଁ ପଳେଇ ଆସିଥିଲି ମୋର ପେଟ ପୂଜା କରିବା ପାଇଁ, ଯେଉଁଟାକି ଆରମ୍ଭ କରିଥିଲି ପନିର ଷ୍ଟିମ୍ ମୋମୋରୁ। ଆଉ ବାହାରକୁ ଆସିବା ଆଉ ଏଇସବୁ ଜିନିଷ ନ ଖାଇଲେ ମୋର ତ ଜମା ହଜମ ହୁଏନି। ଆଉ ମୋମୋ ଖାଇସାରିଲା ପରେ ମୁଁ ପଳେଇ ଆସିଥିଲି ଟିକେ ଚାଟ୍ ଖାଇବା ପାଇଁ, ଆଉ ଯେଉଁଟାକି ମୁଁ ଅର୍ଡ଼ର କରିଥିଲି ପୁରା ସ୍ପାଇସି ବାଲା। ଆଉ ପୁରା ବଢ଼ିଆ ଭାବେ ଭାଇନା ପୁରା ରେଡ଼ି କରିକି ମୋତେ ଦେଇଦେଲେ। ଆଉ ମୁଁ ଗୋଟେ ପାର୍ସଲ୍ ବି କରିଦେଇଥିଲି ଘର ପାଇଁ। ଆଉ ସେଠି ଚାଟ୍ ଖାଇସାରିଲା ପରେ ପୁଣି ପଳେଇ ଆସିଥିଲି ଟିକେ କିଣାକିଣି କରିବା ପାଇଁ। ଆଉ ସେଠୁ କିଣାକିଣି କରିସାରିଲା ପରେ ପୁଣି ଏଠି ମକା ଟିକେ କିଣି ଦେଇଥିଲି ଘର ପାଇଁ। ଆଉ କିଣି ସାରିଲା ପରେ ଏଠି ଗୁପଚୁପ୍ ଖାଇବାକୁ ଆସିଲା ବେଳେ ଦେଖା ହେଇଗଲା ମୋର ସାନ ଭଉଣୀ। ଆଉ ତା ସହିତ ମିଶିକି ଆମେ ଗୁପଚୁପ୍ ଖାଇ ଦେଇଥିଲୁ, ଯେଉଁଟାକି ମାନେ ବାଟି ଭାଇନାଙ୍କର ଗୁପଚୁପ୍ ଆମର ସବୁଠାରୁ ଫେଭରାଇଟ୍। ଆଉ ଛୋଟବେଳୁ ଆଜି ପର୍ଯ୍ୟନ୍ତ ମାନେ ସବୁଆଡ଼େ ଗୁପଚୁପ୍ ଖାଇ ଯେତେ ଆଡ଼େ ଗୁପଚୁପ୍ ଖାଉ, କିନ୍ତୁ ବାଟି ଭାଇନାଙ୍କ ହାତର ଗୁପଚୁପ୍ ମାନେ ତାର ମାନେ କେଉଁଠି ବି ସେ ଟେଷ୍ଟ ହିଁ ଆସିନି। ସେଥିପାଇଁ ଯୁଆଡ଼େ ଯାଉ ଆମେ ବୁଲିବାଲିକି ଆସିକି ସେଇ ବାଟି ଭାଇନାଙ୍କ ଗୁପଚୁପ୍ ହିଁ ଖାଉ। ଆଉ ତାପରେ ଗୁପଚୁପ୍ ହେଇସାରିଲା ପରେ ଆମେ ପଳେଇ ଆସିଥିଲୁ ଏଠି ଆଇସ୍କ୍ରିମ୍ ଖାଇବା ପାଇଁ। ଆମେ ଏଠି 3 ଜଣ ଆଇସ୍କ୍ରିମ୍ ଖାଇକି ପୁରା ଏନ୍ଜୟ କରିଦେଲୁ। ଆଉ ଦେଖନ୍ତୁ ଏଠି ଚୁଟି ମୋର ଅସାଇଜ୍ ହେଇଯାଇଛି, କାହିଁକିନା ଆମେ 2 ଜଣ 2 ଭଉଣୀ ଚୁଟି ଝିଙ୍କା ଝିଙ୍କି ଟିକେ ହେଇଯାଇଥିଲୁ। ତାପରେ ସେଠି ତାକୁ ବିଦାୟ ଦେଇ ଆମେ ପୁଣି ପଳେଇ ଆସିଥିଲୁ ଆମ ଘରକୁ। ଆଉ ଭିଡ଼ିଓଟି କେମିତି ଲାଗିଲା ନିଶ୍ଚିନ୍ତ ଜଣେଇବେ। ରହିଲି, ନମସ୍କାର, ବାଏ ବାଏ, ଜୟ ଜଗନ୍ନାଥ।